ଯେଉଁମାନେ ୟୁଜିସି ନେଟ୍, ଜେଆରଏଫ୍, ଏସଏସପି, ପିଜିଟି, ପିଜି ପରୀକ୍ଷା ଏବଂ ଭାରତୀୟ ପ୍ରଶାସନିକ ସେବା, ଓଡ଼ିଶା ପ୍ରଶାସନିକ ସେବା ଏବଂ ପିଏଚଡି ପାଇଁ ପ୍ରସ୍ତୁତ ହେଉଛନ୍ତି ତାଙ୍କ ପାଇଁ ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ହେଲ୍ପଫୁଲ୍ ରହିବ ଏବଂ ସମସ୍ତେ ଜାଣିବା ବି ନିହାତି ଜରୁରୀ। ତାହେଲେ ଆମେ ଦେଖିବା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ବିଷୟରେ ଜାଣିବା, ପୁସ୍ତକ ବିଷୟରେ ଜାଣିବା ଏବଂ ସମୟ ସୀମା ଜାଣିବା। ତ ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚ କୋଟିର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଆ ଭାଷା ସାହିତ୍ୟରେ ଏହି ପୁରସ୍କାର 1955 ମସିହା ଠାରୁ ସାରସ୍ୱତ ସ୍ରଷ୍ଟାମାନଙ୍କୁ ପ୍ରତିବର୍ଷ ପ୍ରଦାନ କରାଯାଇ ଆସୁଅଛି। ତ ଆଜି ଆମେ ଦେଖିବା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲେଖକ, ପୁସ୍ତକ ଏବଂ ସମୟ। ତାହେଲେ ଦେଖିପାରୁଥିବେ ନମ୍ବର 1ରେ ଆମର ଗୋପୀନାଥ ମହାନ୍ତି। ଗୋପୀନାଥ ମହାନ୍ତି ଆମର ଅମୃତର ସନ୍ତାନ ଉପନ୍ୟାସ ପାଇଁ 1955 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। କାହ୍ନୁଚରଣ ମହାନ୍ତି କା ଉପନ୍ୟାସ ପାଇଁ 1958 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଏବଂ ଗଦାବରୀଶ ମିଶ୍ର ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ ଆତ୍ମଜୀବନୀ ପାଇଁ 1961 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଏବଂ ସଚ୍ଚିଦାନନ୍ଦ ରାଉତରାୟ କବିତା 1962 କବିତା ସଂକଳନ ପାଇଁ 1963 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଥିଲେ ଏବଂ ଦେଖିପାରୁଥିବେ ତଳେ ତଳେ ଦିଆହେଇଛି ଆମର। ତାପରେ ଇଏ ହେଉଛି ବୀଣାପାଣି ମହାନ୍ତି ଆମର ପାଟ ଦେଇ ଗଳ୍ପ ପୁସ୍ତକ ପାଇଁ ସେ ପାଟ ଦେଇ 1990ରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଏବଂ ତାପରେ ଦେଖିପାରୁଥିବେ ନୋବେଲ ପୁରସ୍କାର ପ୍ରାପ୍ତ ଭାରତୀୟ ଲେଖକ। ତାହେଲେ ଆମର କେଉଁ ଭାରତୀୟ ଲେଖକ ନୋବେଲ ପୁରସ୍କାର ପାଇଥିଲେ? ତାହେଲେ ରବୀନ୍ଦ୍ରନାଥ ଟାଗୋର ଗୀତାଞ୍ଜଳି କବିତା ପୁସ୍ତକ ପାଇଁ ସେ 1913ରେ ନୋବେଲ ପୁରସ୍କାର ପାଇଥିଲେ। ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପୁସ୍ତକ, ଲେଖକ ଓ ସମୟ। ତ ଦେଖିପାରୁଥିବେ ଇଏ ହେଉଛନ୍ତି ଜ୍ଞାନପୀଠ ପୁରସ୍କାର କେଉଁମାନେ ପାଇଛନ୍ତି ତାଙ୍କର ନାମ ଦିଆହେଇଛି ଏବଂ କେଉଁ ପୁସ୍ତକ ପାଇଁ ସେମାନେ ଜ୍ଞାନପୀଠ ପୁରସ୍କାର ପାଇଛନ୍ତି ତାହା ମଧ୍ୟ ଦିଆହେଇଛି। ତାପରେ ମୋତିଦେବୀ ପୁରସ୍କାର କେଉଁମାନେ ପାଇଛନ୍ତି ଏବଂ ତାପରେ ସରସ୍ୱତୀ ସମ୍ମାନ ପ୍ରାପ୍ତ ପୁସ୍ତକ, ଲେଖକ ଏବଂ ସମୟ ସୀମା ମଧ୍ୟ ଦିଆହେଇଛି। ତାହେଲେ ଏହା ଜାଣିବା ନିହାତି ଦରକାର କାହିଁକି ନା ଏସବୁ ୟୁଜିସି ନେଟ୍, ଜେଆରଏଫ୍, ଏସଏସବି, ପିଜିଟି ଏବଂ ପିଜି ପରୀକ୍ଷା ଏବଂ ପିଏଚଡି ଏସବୁ ପାଇଁ ନିହାତି ଉପଯୋଗୀ।